ମୁଁ ଏଠି ରହିବି, ମୁଁ ଏଠି ଖୁସି ଅଛି। ସେ ତମ ମାଆଙ୍କୁ ତମେ ଭଲ ପାଉଛ, ମା ତମକୁ ଶ୍ରଦ୍ଧା କରିଥିଲେ, ହଁ 7 ବର୍ଷ ହେଲା ପାଖରେ ରଖିଥିଲେ, ଓଡ଼ିଶାରେ ତମକୁ ନିଜର କରି ନାଁ ଦେଇଥିଲେ, ପାଠ ପଢ଼ଉଥିଲେ, ଏଠି କାହା ପାଖରେ ରହିବ ମାମା? ମୁଁ ଅମର ପାଖରେ ରହିବି। ଅମର ପାଖରେ? ହଁ ଅମର କିଏ? ମୁଁ ତାକୁ ବାହାହେଇକି ତା ସହିତ ରହିବି। ଅମରକୁ ତମେ ଭଲ ପାଉଛ? ହଁ ଏ ବିଷୟରେ ମାଆଙ୍କୁ କହିଥିଲ? କହିଛି। ମା କ'ଣ କହିଲେ? ଯେତେବେଳେ ରାଜି ନଥିଲେ ସେ ମୋତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ଅମର ସହିତ କେତେ ଯୋଗାଯୋଗ କଲ? ମୁଁ ତା ସହିତ ପଢୁଥିଲି କୋଉଠି? ଏଇ ଭୁବନେଶ୍ୱରରେ। ଭୁବନେଶ୍ୱରରେ ପଢୁଥିଲ? କୋଉ କ୍ଲାସରେ ପଢୁଥିଲ ତା ସହିତ? ଚତୁର୍ଥ କି ପଞ୍ଚମ। ଓକେ, ତାପରେ ଯୋଗାଯୋଗ କଥା ହଉଥିଲ ତା ସହିତ? କେତେ ଦିନ ହେଲା କଥା ହଉଥିଲ ଏବେ? ମୁଁ 2024ରେ ତାକୁ ମେସେଜ କରିଥିଲି। 2024ରେ ଫୋନ୍ ନମ୍ବର ଥିଲା? ସେତେବେଳେ ମୋ ଫୋନ୍ ନଥିଲା, ମୋ ମା ମୋତେ ଫୋନ୍ ଦେଇନଥିଲେ। ଯେତେବେଳେ ମୋତେ ମୋ ମା ଫୋନ୍ ଦେଲେ, ମୋ ସୋସିଆଲ ମିଡ଼ିଆ ଥିଲା, ସେତେବେଳେ ମୁଁ କଥା ହେଇଥିଲି ତା ସୋସିଆଲ ସହ। ମିଡ଼ିଆରେ କଥା ହେଲା? ହଁ ଅମର ତୁମକୁ କହିଛନ୍ତି ସିଏ ତମକୁ ବାହା ହେବେ ବୋଲି? ହଁ କୋଉ ରହୁଛି ଅମର? କ'ଣ କରୁଛି? ବାଲେଶ୍ୱରରେ। କ'ଣ କରୁଛି ସେ? ସେ ବି କିଛି କରୁନି, ସେ କାମ କରୁଥିଲା। ଟିକେ ଭଉଣୀ ସରଳ ଭାବେ କହିବେ ଆପଣଙ୍କର ପ୍ରକୃତରେ ଆସିବାର ଇଚ୍ଛା ଅମର କାରଣ ଅଲଗା କିଛି ନୁହେଁ, ମା ହଇରାଣ କରୁନଥିଲେ? ନା, କୁହନ୍ତୁ ସେ ବିଷୟରେ ସରଳ ଭାବେ। ମୁଁ ଅମରକୁ ଭଲ ପାଉଛି ଆଉ ମୁଁ ଆସିବାର ଥିଲା। ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି ଜଲ୍ଦି। ମୁଁ ଆମେରିକା ମୋତେ ଟୋଟାଲି ଭଲ ଲାଗିଲାନି, ତ ମୋ ମାଆଙ୍କୁ କିଛି କୁହନି। ମୋ ମା ମୋତେ ଏମିତି କିଛି ବି କରିନାହାନ୍ତି। 2024ରୁ ଅମର ସହିତ କଥା ହଉଛ? ହଁ, ସେ ବିଷୟ ଟିକେ କୁହନ୍ତୁ, କାହାକୁ ଭଲ ପାଉଥିଲେ, କାହିଁକି ଆସିବାକୁ ଚାହୁଁଥିଲେ? ମୁଁ ଅମରକୁ ଭଲ ପାଉଛି ଆଉ ସେଥିପାଇଁ ମୁଁ ଆସିବା ପାଇଁ ଚାହୁଁଥିଲି। ମା ଆପଣଙ୍କୁ ଅପୋଜ କରୁଥିଲେ? ହଁ, ମା ବାରଣ କରୁଥିଲେ, ବିରୋଧ କରୁଥିଲେ? ମା କହୁଥିଲେ କି ଅମର ଓଡ଼ିଶା ଫେରନି ବୋଲି କହୁଥିଲେ? ମୋ ମା ରାଜି ନଥିଲେ। ମୋ ମା କହୁଥିଲେ କି ଅମର ଭଲ ପିଲା ନୁହଁ, କିନ୍ତୁ ମୁଁ ଜାଣିଛି ସେ ଭଲ ପିଲା। ଏବେ ତାକୁ ବାହା ହବ? ହଁ ଏବେ ଅମରକୁ ବାହା ହବ? ହଁ ପାଠ ପଢ଼ିବନି? ପାଠ ସେଠି ପଢ଼ୁଥିଲ, ଏଠି କିଛି ପାଠ ପଢ଼ିବ, କେମିତି ରହିବ? ତା ପାଖରେ ରହିବ? ଅମର ରହୁଛ? ହଁ ଅମର ଜାଣିଛି ତମେ ଆସିଛ ବୋଲି? ହଁ ଦେଖା ମୁଁ କହିଛି। ଆମର ଦେଖା କରିବାକୁ ରାଜି ଅଛି? କୋଉଠି ଅଛନ୍ତି? ସେ ବାଲେଶ୍ୱରରେ ଅଛି। ମୁଁ ତାକୁ କଲ୍ କରିକି ଡାକିଲି, ହେଲେ ମ୍ୟାଡ଼ାମ୍ ମୋତେ ଛାଡ଼ୁନାହାନ୍ତି ତା ସହିତ କଥା ହେବା ପାଇଁକା। ଛାଡ଼ୁନାହାନ୍ତି? ନା, ସେ କହୁଛନ୍ତି କି ବାଲେଶ୍ୱର ନେଇକି ଯିବେ।